ବର୍ତ୍ତମାନର ବଡ଼ ଖବର। ଆଜି ହେଉଛି ମାର୍ଚ୍ଚ ମାସ 2 ତାରିଖ। ଆଜିର କ'ଣ ଟପ୍ ନ୍ୟୁଜ୍ ଅଛି ଚାଲନ୍ତୁ ଜାଣିବା। ସୁଭଦ୍ରା ସ୍କିମ୍ ମାର୍ଚ୍ଚ 8ରେ ଏମାନଙ୍କ ଖାତାକୁ ଆସିବନି ସୁଭଦ୍ରା ଟଙ୍କା, ଲିଷ୍ଟରେ ରହିବନି ନା। ସୁଭଦ୍ରା ଯୋଜନାରେ ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା ଖାତାକୁ ଆସିସାରିଛି। ଚତୁର୍ଥ ପର୍ଯ୍ୟାୟରେ 18 ଲକ୍ଷରୁ ଉର୍ଦ୍ଧ୍ୱ ମହିଳାଙ୍କୁ ମିଳିଛି ଟଙ୍କା। ଆଉ କିଛି ହିତାଧିକାରୀ ବାକି ରହିଥିବା ବେଳେ ସେମାନଙ୍କୁ ମଧ୍ୟ ସୁଭଦ୍ରା କିସ୍ତି ମିଳିବା ନେଇ ସୂଚନା ଦେଇସାରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଚାଲନ୍ତୁ ପରବର୍ତ୍ତୀ ଖବର କ'ଣ ଅଛି ଜାଣିବା। ଯଦି ଚ୍ୟାନେଲରେ ଆପଣମାନେ ନୂଆ ଅଛନ୍ତି ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଆଉ ଯଦି ଭିଡ଼ିଓଟି ଭଲ ଲାଗୁଛି ଭିଡ଼ିଓ ଗୋଟେ ଲାଇକ୍ କରନ୍ତୁ। ସୁଭଦ୍ରାକୁ ନେଇ ସରକାରଙ୍କ ବଡ଼ ଘୋଷଣା। ତେବେ ଦ୍ୱିତୀୟ କିସ୍ତି ଆସିବା ପୂର୍ବରୁ ପ୍ରଥମ କିସ୍ତିର ପ୍ରଥମ ପର୍ଯ୍ୟାୟରେ ଟଙ୍କା ମଧ୍ୟ କିଛି କିଛି ମହିଳାଙ୍କ ଖାତାକୁ ଆସୁଛି। ଏନେଇ ପୂର୍ବରୁ ବି ଘୋଷଣା କରିଥିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ବର୍ତ୍ତମାନ ସୁଦ୍ଧା 18 ଲକ୍ଷ ମହିଳା ସୁଭଦ୍ରା ଟଙ୍କା ପାଇସାରିଥିବା ବେଳେ ଭାଗ୍ୟଶାଳୀ ଆଉ 2 ଲକ୍ଷ ମହିଳାଙ୍କ ଆକାଉଣ୍ଟକୁ ଟଙ୍କା ଯିବା ନେଇ ଘୋଷଣା କରିଥିଲେ ଉପମୁଖ୍ୟମନ୍ତ୍ରୀ। ଯେଉଁ ଯୋଗ୍ୟ ମହିଳାଙ୍କ ଖାତାକୁ ସୁଭଦ୍ରା ଟଙ୍କା ଆସିନାହିଁ ସେମାନେ ବ୍ୟସ୍ତ ନ ହେବା ପାଇଁ ସରକାର ପରାମର୍ଶ ଦେଇଛନ୍ତି। ବିଭିନ୍ନ କାରଣ ପାଇଁ ଯେଉଁମାନେ ଆସନ୍ତାକାଲି ସୁଭଦ୍ରା ଟଙ୍କା ନ ପାଇବେ ସେମାନଙ୍କୁ ଏକାବେଳେ 2ଟି କିସ୍ତି ଟଙ୍କା ମିଳିବ। ଏକାବେଳେ ସେମାନେ 2ଟି ସୁଭଦ୍ରା କିସ୍ତି ଅର୍ଥାତ୍ 10,000 ଟଙ୍କା ପାଇବେ, ଯାହାକି ମାର୍ଚ୍ଚ 8 ତାରିଖରେ ମିଳିବାକୁ ଯାଉଛି। ଯାଦୁ ଆବେଦନ କରିନାହାନ୍ତି ସେମାନେ ଯଦି ଏବେ ଆବେଦନ କରନ୍ତି ତେବେ ମାର୍ଚ୍ଚ 8 ତାରିଖରେ 2ଟି କିସ୍ତି ଟଙ୍କା ଅର୍ଥାତ୍ 10,000 ଟଙ୍କା ପାଇବେ। ତେବେ କେଉଁମାନଙ୍କୁ ଆଦୌ ମିଳିବନି ସୁଭଦ୍ରା ଟଙ୍କା ଚାଲନ୍ତୁ ଜାଣିବା।